ଚାଷୀ ମୁଣ୍ଡରେ ଚଡ଼କ କେଉଁଠି ରାସ୍ତା କଡ଼ରେ ତ କେଉଁଠି ଖଳାରେ ପଡ଼ି ରହିଛି ଅମଳ ଧାନ। ଖୋଲା ଆକାଶ ତଳେ ଧାନକୁ ଜଗି ବସିଛନ୍ତି ଚାଷୀ। ଆଉ ମୁଣ୍ଡରେ ଘୁରି ବୁଲୁଛି କାଳ ବୈଶାଖୀର ଭୟ। ସରକାର କାଗଜ କଲମରେ ମଣ୍ଡି ଖୋଲିବା କଥା କହୁଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡିର ଦେଖା ନାହିଁ। ଟୋକନ ହାତରେ ଧରି ଚାଷୀ ଅପେକ୍ଷା କରୁଛି, କିନ୍ତୁ ଧାନ କିଣିବାକୁ ଆସୁନାହାନ୍ତି କେହି। ପିପିଲି ଡେଲାଙ୍ଗ ଅଞ୍ଚଳରେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମେ 15 ତାରିଖରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ମଣ୍ଡି ଖୋଲାଯାଇନି। ଫଳରେ ଚାଷୀ ନିଜ ଅମଳ ଧାନକୁ ଖୋଲା ଆକାଶ ତଳେ ରଖିବାକୁ ବାଧ୍ୟ ହୋଇଛି। ବର୍ଷା ହେଲେ ଧାନ ନଷ୍ଟ ହେବା ଭୟରେ ଚାଷୀ ଦିନ ରାତି ଜଗି ରହୁଛି। ଚାଷୀ ଅଭିଯୋଗ କରୁଛନ୍ତି ଯେ ପ୍ରତିବର୍ଷ ଏଭଳି ଅବ୍ୟବସ୍ଥା ଯୋଗୁଁ ସେମାନେ ଅସହାୟ ହୋଇପଡ଼ୁଛନ୍ତି। ସରକାରୀ ଅବହେଳା ଏବଂ ପ୍ରଶାସନିକ ଅନାଗ୍ରହ ଯୋଗୁଁ ଚାଷୀମାନେ ଚାଷ କାମରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଟୋକନ ମିଳିଥିଲେ ମଧ୍ୟ ଧାନ ବିକ୍ରି ନ ହେବାରୁ ଚାଷୀ ମଧ୍ୟରେ ତୀବ୍ର ଅସନ୍ତୋଷ ତେଜୁଛି। ଯୋଉ ଚାଷ ଅଛି ଯାହାର କି ଆନନ୍ଦ ତାହାର, ଏଇଟା କି ଆନନ୍ଦ ନୁହେଁ, କି କଷ୍ଟ ତାହାର ଆପଣ ପଛପଟେ ଧାଡ଼ିରେ ଦେଖିପାରୁଥିବେ। ଏଇ ଯୋଉ 48 ଡିଗ୍ରୀ ଖରାରେ ଗୋଟେ ଚାଷୀ ମାନେ ଧାନକୁ ଆଣି କାଟି 7-8 ଦିନ 10 ଦିନ ହବ ମାନେ ରାସ୍ତାରେ 48 ଡିଗ୍ରୀ ଖରାରେ ଘାଣ୍ଟୁଛି। ଯଦି କୌଣସି ମୁହୂର୍ତ୍ତରେ ଗୋଟେ କାଳ ବୈଶାଖୀ ହୋଇଯାଏ ତାହେଲେ ଚାଷୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କରଜ କରି ଧାନ କରିଛି, ବିଲରେ ଧାନ ପଡ଼ିଛି, ଖଳାରେ ଧାନ ପଡ଼ିଛି, ଧାନ କିଛି ଶୁଖା ହେଇଛି, ଅଚାନକ ସେ ଧାନ ତକ କ'ଣ ହବ ନା ଭାସିଯିବ। ଚାଷୀ କ'ଣ ହବ ନା 4 ମାସ ଯୋଉ ପରିଶ୍ରମ କରିଛି ସେ ହତାଶ ହେଇକି ବସିବ। ଆଜ୍ଞା ଧାନ କାଟି ସାଇଲୁ ଆଜ୍ଞା, ବର୍ତ୍ତମାନ କୋଉ ମୁହୂର୍ତ୍ତରେ ଯଦି କାଳ ବୈଶାଖୀଟି ଆସିବ ଆଜ୍ଞା ଆମେ ଚାଷୀଗୁଡ଼ା ଆଜ୍ଞା ହତାଶ। ସରକାରଙ୍କ ନିଦ ଭାଙ୍ଗୁ ନାହିଁ। କେତେବେଳେ ଆଜ୍ଞା ସାରର ସମସ୍ୟା ତ କେତେବେଳେ ଧାନ ମଣ୍ଡିର ସମସ୍ୟା ଆଜ୍ଞା। କ'ଣ କରିବୁ ଆଜ୍ଞା, ଆମେ ବର୍ତ୍ତମାନ ଚାଷୀ ମୁଣ୍ଡରେ ହାତ ଦେଇ ବସିଛୁ। ସପ୍ତାହ ହେବ ଧାନ କାଟି ଦେଇକି ଯୋଉ ଅବସ୍ଥା ଆମେ ଖରା ଗୁଳୁଗୁଳିର ଅବସ୍ଥା ଭୋଗୁଛୁ, ସେ ଆଜ୍ଞା ଜଗନ୍ନାଥ ଆଜ୍ଞା ଆମକୁ ସାହା। ସାଡ଼େ ବିଲରେ ଧାନ ପଡ଼ିଛି, କେତେବେଳେ କୋଉ ମୁହୂର୍ତ୍ତରେ ଆଜ୍ଞା ବର୍ଷା ହେବ ଆମେ କିଛି କହିବି ପାରୁନୁ। ସରକାର ତ ଆମେ ଆଜ୍ଞା କଥା ଶୁଣୁନାହାନ୍ତି। ଆଉ ମଣ୍ଡି ତ ଖୋଲା ହଉନି ଆଜ୍ଞା, ଆମେ ଧାନ କେବେ ଦବୁ? କ'ଣ କରିବୁ ଆଜ୍ଞା, ଭାସି ତ ଯିବ ଆଜ୍ଞା। ଆଉ କରଜ ତ ଆମେ କରିକି ଆଜ୍ଞା ଧାନ ଚାଷ କରିଛୁ। ଆଉ ସରକାର କ'ଣ ଆମ ଦୁଃଖ ଶୁଣିବେ? ସିଏ ଶୁଣିବେନି। ଆଉ କ'ଣ କହିବେ ଆଜ୍ଞା, ଆପଣଙ୍କ ଜନସାଧାରଣ ମାଧ୍ୟମରେ ଆମେ ସରକାରଙ୍କୁ ଜଣାଉଛୁ ତୁରନ୍ତ ୟାର ପଦକ୍ଷେପ ନିଆଯାଉ। 15 ଦିନ ହେଲା ଆମେ ଧାନ କାଟିକିରି ବହୁ କଷ୍ଟରେ ଖରା ଉପରେ ଅମଳ କରିକି ବର୍ଷା ଭୟରେ ଆମେ ତାକୁ ଘୋଡ଼େଇକି ରଖିଛୁ ବାହାରେ। କିନ୍ତୁ 15 ତାରିଖ ମେ 15 ତାରିଖକୁ ଆମର ଟୋକନ ଆସିଥିଲା। ଆଜି 23 ତାରିଖ ହେଲାଣି, ଧାନ ନେବାର କୌଣସି ଆମ ପାଖକୁ ସୂଚନା ନାହିଁ। ଆମେ ଧାନକୁ ଘୋଡ଼େଇକି ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଧାନକୁ ବସ୍ତା କରିକିରି ଛୋଟ ଘରେ ରଖିଛୁ, ଯାହାକି ବର୍ଷାରେ ଓଦା ହେଇକିରି ଗଜା ହେବା ସମସ୍ୟାକୁ ଆସିଯିବ। ବର୍ଷାରେ ଏହି ଅବସ୍ଥାରେ ଚାଷୀ ଆମେ ରହିଛୁ। ସେପଟେ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କେବଳ କାଗଜ କଲମରେ ମଣ୍ଡି ଖୋଲିବାର ଘୋଷଣା ହେଉଛି, କିନ୍ତୁ ଭୂମି ସ୍ତରରେ କୌଣସି ଆନ୍ତରିକତା ଦେଖାଯାଉନି। ଯଦି ଶୀଘ୍ର ମଣ୍ଡି ଖୋଲା ନଯାଏ ତେବେ ବିଜେଡି ନେତା ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜି ଚାଷୀକୁ ହଇରାଣ କରାଯାଉଛି। ଇଏ ଯୋଉ ସରକାର, ଏମାନେ କହୁଛନ୍ତି ଚାଷୀର ସରକାର, ଆମେ ଲୋକଙ୍କ ସରକାର। ଚାଷୀ ଆଜି କି ଅବସ୍ଥା ଭିତରେ, ଡିଏଲପିସି ମିଟିଂକୁ ଜଣେ ହେଲେ କେହି ବିଧାୟକ ଗଲେ ନାହିଁ। ଏମାନେ କହୁଛନ୍ତି ଆମେ ଦେଖେଇ ହଉଛନ୍ତି ଚାଷୀର ସରକାର। ଯୋଉ ମୁଢି ଖାଇ ମୁଢି ଉତ୍ସବ ବନଉଛନ୍ତି, ଝାଲ ମୁଢି ବନଉଛନ୍ତି, ସେ ମୁଢି ଜଣେ ଗରିବ ଚାଷୀର କଷ୍ଟ ଉପାର୍ଜିତ ଧାନରୁ ମୁଢି ତିଆରି ହଉଛି। କେବେ ଖୋଲିବ ମଣ୍ଡି ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ? 15 ତାରିଖରେ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଡିଏଲପିସି ମିଟିଂରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିଲା ନାହିଁ। କିଭଳି ଅବସ୍ଥା ଭିତରେ ଧାନ ଅମଳ କରୁଛି, କିଏ ରାସ୍ତାରେ ଧାନ ପକେଇଛି, କିଏ ଖଳାବାଡ଼ିରେ ଧାନ ପକେଇଛି। ଯଦି କାଳ ବୈଶାଖୀ ବର୍ଷା ହେବ ସେଥିପାଇଁ କିଏ ଦାୟୀ ରହିବ? ଇଏ ଚାଷୀର ମୂଲ୍ୟ ରାଜ୍ୟ ସରକାର ଦେଇପାରିବେ ନା ଜିଲ୍ଲା ପ୍ରଶାସନ ଦେଇପାରିବ ନା ପୁରୀ ଜିଲ୍ଲାର ଜିଲ୍ଲାପାଳ ଦେଇପାରିବେ? ଇଏ ଚାଷୀର କଷ୍ଟ ଅର୍ଜିତ ଧନ ଆଜି ଭାସି ଯିବାକୁ ବସିଛି। ଆପଣମାନଙ୍କ ମାଧ୍ୟମରେ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିବାକୁ ଚାହୁଁଛି, 15 ତାରିଖରେ ନିଷ୍ପତ୍ତି ହୋଇଥିଲେ ଖୋଲିବା ପାଇଁ ମଧ୍ୟ 7 ଦିନ ବିତି ଯାଇଥିଲେ ମଧ୍ୟ ଟୋକନ ଆସିଗଲାଣି। 15 ତାରିଖରେ ଧାନ ଦେବା ପାଇଁ ଟୋକନ ଆସିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ମଣ୍ଡି ଖୋଲୁନାହିଁ। ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ଚାଷୀମାନଙ୍କୁ ନେଇ ବିଜୁ ଜନତା ଦଳ ତରଫରୁ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ୱରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ। କିଭଳି ଭାବରେ ଚାଷୀ ନ୍ୟାୟ ପାଇବ, କୌଣସି ପରିସ୍ଥିତିରେ ଚାଷୀକୁ ହଇରାଣ ହରକତ କରାଗଲେ ବିଜୁ ଜନତା ଦଳ ସହିବ ନାହିଁ କି ବରଦାସ୍ତ କରିବ ନାହିଁ। ସେବା ସଂଗ୍ରାମ ଜାରି ରହିବ। ଅନ୍ୟପଟେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ି ରହିଥିବା ବେଳେ ପ୍ରଶାସନ କେବେ ସଚେତନ ହେବ,
ଏବଂ କେବେ ଖୋଲିବ ଧାନ ମଣ୍ଡି ତାହାକୁ ନେଇ ଏବେ ସବୁଠାରେ ପ୍ରଶ୍ନ ଉଠୁଛି। ପିପିଲିରୁ ଜୟନ୍ତ କୁମାର ସେଠୀଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।